ପାରାଲିସିସ୍ କାହିଁକି ହୁଏ ଜାଣନ୍ତୁ ଏହାର କାରଣ ଏବଂ କେମିତି ବଞ୍ଚିବେ ଏଥିରୁ। ଯଦି ପାରାଲିସିସ୍ ହୁଏ ତେବେ ସାଙ୍ଗେ ସାଙ୍ଗେ କରନ୍ତୁ ଏହି ଗୋଟିଏ କାମ। କ'ଣ ଆପଣ ଜାଣିଛନ୍ତି ପାରାଲିସିସ୍ କାହିଁକି ହୁଏ? ଯଦି ଜାଣିନାହାନ୍ତି ତେବେ ଆଜି ଆମେ ଆପଣଙ୍କୁ ସେହି ବିଷୟରେ କହିବୁ। ଆପଣ ଜାଣିଥିବେ ପାରାଲିସିସ୍ ଗୋଟିଏ ବହୁତ ବଡ଼ ସମସ୍ୟା। ଏହା ଆମ ଦେଶରେ ପ୍ରାୟ 65% ଲୋକଙ୍କୁ ହୋଇଥାଏ। ଆଜିକାଲି ବହୁତ ଲୋକ ଏହି ରୋଗର ଶିକାର ହେଉଛନ୍ତି। କିଛି ଲୋକ ତ ଏହି ରୋଗରେ ମୃତ୍ୟୁବରଣ କଲେଣି। ଅନେକ ଚିକିତ୍ସା ପରେ ମଧ୍ୟ ବହୁତ ଲୋକ ଭଲ ହେଇପାରୁନାହାନ୍ତି। ତେବେ ଏହା କାହିଁକି ହୁଏ ଓ କେମିତି ଆପଣ ଏଥିରୁ ବଞ୍ଚିପାରିବେ ସେ ବିଷୟରେ ଆଜି ଆମେ ଆଲୋଚନା କରିବା। ତେବେ ଏହି ରୋଗ ହେଉଛି ଏମିତି ଏକ ରୋଗ ଯାହାଦ୍ୱାରା ମଣିଷର ସମସ୍ତ ଅଙ୍ଗ ପ୍ରତ୍ୟଙ୍ଗ କାମ କରିବା ବନ୍ଦ କରିଦିଏ। ଏହା ବ୍ୟତୀତ ସେହି ବ୍ୟକ୍ତି ନା ଠିକ୍ ଭାବରେ ଖାଇପାରେ ନା କଥା କହିପାରେ। ତେବେ ଏହା ଏକ ବାୟୁଜନିତ ଶାରୀରିକ ରୋଗ ଅଟେ। ପାରାଲିସିସ୍ ବ୍ୟକ୍ତିଙ୍କୁ ତୁରନ୍ତ ମହୁ ଏବଂ ରସୁଣ ଖାଇବାକୁ ଦିଅନ୍ତୁ। ଏପରି କରିବା ଦ୍ୱାରା ତାଙ୍କର ଅଚଞ୍ଚଳ ଅଙ୍ଗଗୁଡ଼ିକ ଏବଂ ତାଙ୍କ ସ୍ନାୟୁର କାର୍ଯ୍ୟକ୍ଷମ ଦକ୍ଷତା ବୃଦ୍ଧି ପାଇଥାଏ, ଯାହାଫଳରେ ସେ ସୁସ୍ଥ ହୋଇନଥିଲେ ମଧ୍ୟ କିଛି ମାତ୍ରାରେ ଆପଣ ତାଙ୍କୁ ସୁରକ୍ଷା ଦେଇପାରିବେ। ଏହା କରିବା ଦ୍ୱାରା ଆପଣ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯିବେ। ତେବେ ପାରାଲିସିସ୍ ଆଟାକ୍ ଆସୁଥିବା ବ୍ୟକ୍ତିଙ୍କୁ ସଙ୍ଗେ ସଙ୍ଗେ ରସୁଣ ଏବଂ ମହୁ ଖାଇବାକୁ ଦେବା ସହ ତାଙ୍କ ଅଙ୍ଗରେ ବିଶେଷ କରି ପାଦରେ ତେଲ ମାଲିସ କରନ୍ତୁ। ଯଦି ଭିଡ଼ିଓ ପସନ୍ଦ ଆସିଥାଏ ତେବେ ଲାଇକ୍ ଓ ସେୟାର କରିବାକୁ ଭୁଲିବେ ନାହିଁ। ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ୍ ରହିବା ପାଇଁ ଫ୍ରେଶ୍ ମର୍ଣ୍ଣିଂ ପେଜକୁ ଲାଇକ୍ ଓ ସବସ୍କ୍ରାଇବ୍ କରନ୍ତୁ।